ଆପଣ ଦେଖନ୍ତୁ ଆଜି ଯଦି ଭାରତବର୍ଷରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିଛି ଓଡ଼ିଶାରୁ 20 ଜଣ ଏମ୍ପି ଗଲେ ବୋଲି ସେମାନେ ସରକାର ଗଢ଼ିଛନ୍ତି। ଯେଉଁ ଓଡ଼ିଶା ଯୋଗୁଁ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବାରେ ସକ୍ଷମ ହେଲା, ଆଜି ଯେତେବେଳେ ସିଟ୍ ସଂଖ୍ୟା ବଢ଼ିବ ବୋଲି 16, 17, 18ରେ ସ୍ପେଶାଲ ସେସନ୍ ବସୁଛି ପାର୍ଲାମେଣ୍ଟର, ଯେଉଁଠି ମହିଳା ସଂରକ୍ଷଣ ବିଲ୍ ତା ସାଥିରେ ଡିଲିମିଟେସନ୍, ଯେଉଁଥିରେ କି ଆପଣଙ୍କର 545 ସିଟ୍କୁ ନେଇକି 850ରେ ପହଞ୍ଚିବେ ବୋଲି ନିଷ୍ପତ୍ତି କରିଛନ୍ତି। ତାକୁ ହିସାବ କଲାବେଳେ ଦେଖାଯାଉଛି ଯେ ବିହାରରେ ଯେତିକି ସିଟ୍ ଅଛି ତାର 80% ବଢ଼ୁଛି, ଉତ୍ତରପ୍ରଦେଶରେ ଯେତିକି ଅଛି ତାର 75% ବଢ଼ୁଛି ଏବଂ ଓଡ଼ିଶା ଭଳି କେରଳ ହେଉ, ତାମିଲନାଡୁ ହେଉ, ଆନ୍ଧ୍ର ହେଉ, ତେଲେଙ୍ଗାନା ହେଉ, କର୍ଣ୍ଣାଟକ ହେଉ, ୱେଷ୍ଟବେଙ୍ଗଲ ହେଉ, ପଞ୍ଜାବ ହେଉ, ଏସବୁ ରାଜ୍ୟ ଗୁଡ଼ାକରେ କମିବ। ତା ସାଥିରେ ଓଡ଼ିଶାର ମଧ୍ୟ କମିବ। ବଢ଼ିବ କେଉଁଠି ନା ବଢ଼ିବ ଆପଣଙ୍କର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଯେଉଁ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି ଆଶା କରୁଛି ଏବଂ ଯେଉଁ ଅଞ୍ଚଳ ଯୋଗୁଁ ସେମାନେ ସରକାର ଗଢ଼ିବାକୁ ସମର୍ଥ ହେଉଛନ୍ତି, ତାଙ୍କର ଯେଉଁ ବେସ୍ ଅଛି, ଯେଉଁଟା କାଓ ବେଲ୍ଟ, ଯେଉଁଟା ହିନ୍ଦୀ ବେଲ୍ଟ, ସେଇଠି ଆଶାତୀତ ଭାବରେ ସଂଖ୍ୟା ବଢ଼ୁଛି ଏବଂ ସାଉଥ ଇଣ୍ଡିଆ ସମେତ ଓଡ଼ିଶା ଏବଂ ପଞ୍ଜାବ, ୱେଷ୍ଟବେଙ୍ଗଲ କମୁଛି। ଯାହାଫଳରେ କ'ଣ ହେବ ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ, ଜାତୀୟ ହାରରେ 3.9% ଆମର ରେସିଓ ଥିଲାବେଳେ ଏବେ ଯଦି ବଢ଼ିବ ତାହେଲେ 3.4କୁ କମିବ, ଅର୍ଥାତ୍ 0.5% ଆମର କମିବ। ଯଦି 50% ବଢ଼ୁଛି ପାର୍ଲାମେଣ୍ଟରେ, ତାହେଲେ ଆମର 50% ବଢ଼ିଲେ 21ଟା ଲୋକସଭା ସିଟ୍ରୁ ତାର ଅଧା 10.5 ଆଇଦର 10ଟା ସିଟ୍ ବଢ଼ିବ, 11ଟା ସିଟ୍ ବଢ଼ିବ। ଯଦି 21ରେ 10 ମିଶିବ 31, ଯଦି 11 ମିଶିବ ତାହେଲେ 32। ଯଦି ଏମାନେ ମାତ୍ର 7ଟି ସିଟ୍ ବଢ଼େଇବେ 28 ହେବ, ଯଦି 8ଟି ସିଟ୍ ବଢ଼େଇବେ 29 ହେବ, ତାହେଲେ ଆମେ 3-4ଟି ସିଟ୍ ଲୁଜ୍ କରିବୁ। ଗୋଟେ ଏମ୍ପିକୁ 7ଟି MLA କନଷ୍ଟିଚୁଏନ୍ସି, ତେଣୁ ଆମେ ଯେତୋଟି ଏମ୍ପି ସିଟ୍ ଲୁଜ୍ କରିବୁ ସେତେ 7ଟି MLA ସିଟ୍ ଲୁଜ୍ କରିବୁ। ତେଣୁ ଏପଟେ ବିଧାନସଭାକୁ ଆମର ପ୍ରତିନିଧିତ୍ୱ କମିବ, ସେପଟେ ପାର୍ଲାମେଣ୍ଟରେ ମଧ୍ୟ ପ୍ରତିନିଧିତ୍ୱ କମିବ। ତେଣୁ ଇଏ ଭାରତ ସରକାର ଏଭଳି କାହିଁକି କରୁଛନ୍ତି? ଯଦି ଏ କଥାଟାକୁ ଯେତେବେଳେ ଗୋଟେ ପାର୍ଲାମେଣ୍ଟରେ ଆସିବ କନଷ୍ଟିଟ୍ୟୁସନ୍ ସମ୍ବିଧାନ ଆମେଣ୍ଡମେଣ୍ଟ ଆସିବ, ବହୁ ପୂର୍ବରୁ ପବ୍ଲିକ ଡୋମେନ୍କୁ ଛାଡ଼ିବାକୁ ଅସୁବିଧା କରୁଥିଲା। ଲୋକଙ୍କ ବିଚାରକୁ ଛାଡ଼ିଥାନ୍ତେ। ବୁଦ୍ଧିଜୀବୀମାନେ, ଯେଉଁମାନେ ପଲିଟିକାଲ ସାଇନ୍ସରେ, ରାଜନୀତି ବିଜ୍ଞାନରେ ଜ୍ଞାନ ରଖିଛନ୍ତି, ବୁଦ୍ଧିଜୀବୀମାନେ, ସାଧାରଣ ଲୋକ, ଶିକ୍ଷିତ ଲୋକ ସମସ୍ତେ ତାକୁ ଆଲୋଚନା କରିଥାନ୍ତେ, ପର୍ଯ୍ୟାଲୋଚନା କରିଥାନ୍ତେ। ଆପଣଙ୍କର ଇଲେକ୍ଟ୍ରୋନିକ୍ ମିଡ଼ିଆରେ ପର୍ଯ୍ୟାଲୋଚନା ହୋଇଥାନ୍ତା, ବିଶ୍ଳେଷଣ ହୋଇଥାନ୍ତା, ବହୁ ଲୋକ ଭାଗ ନେଇଥାନ୍ତେ, ମତାମତ ଦେଇଥାନ୍ତେ। ଆମର ଯେଉଁ ଏମ୍ପି ମାନେ ଯାଇଛନ୍ତି ଭାରତବର୍ଷର ବିଭିନ୍ନ ଜାଗାରୁ, ସେମାନେ ପ୍ରଶିକ୍ଷିତ ହୋଇଥାନ୍ତେ, ଜ୍ଞାନ ଲାଭ କରିଥାନ୍ତେ, ସେହି ଅନୁସାରେ ଯୁକ୍ତି ଉପସ୍ଥାପନ କରିଥାନ୍ତେ। ସରକାର ମଧ୍ୟ କେଉଁଠି ତ୍ରୁଟି ଥିଲେ ତାକୁ ସଂଶୋଧନ କରିଥାନ୍ତେ। ଯେହେତୁ ଭାରତୀୟ ଜନତା ପାର୍ଟି ଅଭିସନ୍ଧିମୂଳକ କାମ କରିବାକୁ ଯାଉଛନ୍ତି, ଗଭୀର ଷଡ଼ଯନ୍ତ୍ର ରଚୁଛନ୍ତି ଯେ କିଛି ଅଞ୍ଚଳରେ ବଢ଼େଇବେ, କିଛି ଅଞ୍ଚଳରେ କାଟିବେ, ତାହାର ଭୟାନକ ପରିଣାମ ସାମ୍ନାକୁ ଆସୁଛି। ମୁଁ ଆଶା କରୁଛି, ବିଶ୍ୱାସ କରୁଛି, ଭରସା କରୁଛି ଦେଶରେ ପୁଣି ଆଉ ଗୋଟେ ବିଭାଜନ ଯେମିତି ହେବାକୁ ନ ଯାଉ। ଯଦି ଦକ୍ଷିଣ ଭାରତରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ, କୁଆଡ଼େ ଯେ ଦେଶ ଯିବ କିଏ କହିପାରିବ? ତେଣୁ ଦେଶକୁ ଏକାଠି ରଖିବାର ବେଳ ଆସିଛି ଏବଂ ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ ମୁଁ କହି ରଖିବାକୁ ଚାହେଁ, ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ ଅଛନ୍ତି। ଭାରତୀୟ ଜନତା ପାର୍ଟିର ଯେଉଁ 20 ଏମ୍ପି ଜିତିକି ଯାଇଛନ୍ତି ଲୋକସଭାକୁ, ମୁଁ ସମସ୍ତଙ୍କୁ ନିବେଦନ କରିବାକୁ ଚାହେଁ, ଏଠି ଦଳ ଉପରେ ପ୍ରେସର ପକାନ୍ତୁ ଏବଂ ଓଡ଼ିଶା ମାଟିମାର କଥା କୁହନ୍ତୁ। ଓଡ଼ିଶା କୌଣସି ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ନ ହେଉ, ତାଙ୍କର ଆନୁପାତିକ ସଂଖ୍ୟା ନ କମୁ, ସେଇଥିପାଇଁ ସେମାନେ ଯତ୍ନବାନ ହୁଅନ୍ତୁ। ଆଉ ଆଜି ଯଦି ସେମାନେ ପାର୍ଟି ନ ଖୋଲିବେ, ଆଜି ଯଦି ସେମାନେ ଓଡ଼ିଶାର ହିତ ଦୃଷ୍ଟିରୁ, ଓଡ଼ିଶାର ଭଲ ଦୃଷ୍ଟିରୁ ସଂଗ୍ରାମ ନ କରିବେ, ତାହେଲେ ଓଡ଼ିଶାବାସୀ କେବେ ବି କ୍ଷମା ଦେବେନି ଭାରତୀୟ ଜନତା ପାର୍ଟିର ଏମ୍ପି ମାନଙ୍କୁ, MLA ମାନଙ୍କୁ, ତାଙ୍କ ସରକାରକୁ। ଆଜି ମୁଁ ଏ ବାର୍ତ୍ତା ଦେବାକୁ ଚାହେଁ ଏବଂ ଓଡ଼ିଶା ଜନସାଧାରଣଙ୍କୁ ବାର୍ତ୍ତା ଦେବାକୁ ଚାହେଁ, ନିବେଦନ ରଖିବାକୁ ଚାହେଁ, ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଡବଲ ଇଞ୍ଜିନ୍ ସରକାର ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି, ଏହି ଡିଲିମିଟେସନ୍ ପ୍ରକ୍ରିୟାରେ ସିଟ୍ ସଂଖ୍ୟା ବଢ଼ିବାରେ ଆମେ ସମସ୍ତେ ବର୍ତ୍ତମାନ ଜାଗନ୍ତୁ ଏବଂ ତା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ଏବଂ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇ ଆସନ୍ତୁ।